ଯୀଶୁଖ୍ରୀଷ୍ଟଙ୍କ ପବିତ୍ର ଓ ବହୁମୂଲ୍ୟ ନାମରେ ନିର୍ମଳ ଖରା ୟୁଟ୍ୟୁବ୍ ଚ୍ୟାନେଲରେ ଆପଣ ସମସ୍ତଙ୍କୁ ସ୍ୱାଗତ କରେ। ପ୍ରତିଦିନ ପ୍ରତି ପ୍ରଭାତ ଆମମାନେ ନିର୍ମଳ ଖରା ୟୁଟ୍ୟୁବ୍ ଚ୍ୟାନେଲ ମାଧ୍ୟମରେ ନୂଆ ନୂଆ ପ୍ରସଙ୍ଗରେ ପ୍ରଭୁଙ୍କର ବାକ୍ୟ ଶୁଣିବାର ଅଦ୍ଭୁତ ସୁଯୋଗ ପାଉଛୁ। ପରମେଶ୍ୱର ପ୍ରତି ପ୍ରଭାତରେ ତାଙ୍କର ପବିତ୍ର ବାକ୍ୟ ମାଧ୍ୟମରେ ଆମମାନଙ୍କ ସହିତ କଥାବାର୍ତ୍ତା ହେଉଛନ୍ତି। ସେଥିପାଇଁ ସ୍ୱର୍ଗର ପରମେଶ୍ୱରଙ୍କୁ ହୃଦୟ ସହିତ ଧନ୍ୟବାଦ ଦିଏ। ତା ସହିତ ଆପଣ ସମସ୍ତଙ୍କୁ ମଧ୍ୟ ଧନ୍ୟବାଦ ଦିଏ, କାରଣ ଆପଣମାନେ ନିୟମିତ ଏହି ଚ୍ୟାନେଲ ଦ୍ୱାରା ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମ ଗୁଡ଼ିକକୁ ଦେଖୁଛନ୍ତି। ଆଉ କେବଳ ଦେଖୁଛନ୍ତି ତାହା ନୁହେଁ, ଲାଇକ୍ ସେୟାର କମେଣ୍ଟ ଗୁଡ଼ିକ ଦ୍ୱାରା ଆମମାନଙ୍କୁ ଆପଣମାନେ ଅତ୍ୟଧିକ ପରିମାଣରେ ଉତ୍ସାହିତ କରୁଛନ୍ତି। ପ୍ରଭୁ ଆପଣ ସମସ୍ତଙ୍କୁ ପ୍ରଚୁର ଭାବେ ଆଶୀର୍ବାଦ କରନ୍ତୁ। ଏହି ପ୍ରକାର ନିରନ୍ତର ଆପଣମାନେ ଆମମାନଙ୍କୁ ଉତ୍ସାହିତ କରୁଥିବେ ବୋଲି ଆପଣମାନଙ୍କୁ ଅନୁରୋଧ କରୁଅଛୁ। ପ୍ରଭୁ ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଆସନ୍ତୁ ଆଜିର ପ୍ରସଙ୍ଗ ନିକଟକୁ ଯିବା। ଆଜିର ପ୍ରସଙ୍ଗଟି ଏହି ପ୍ରକାର ଅଟେ, ନୂତନ ବର୍ଷର ନୂତନ ଗୀତ। ଆଜିର ପ୍ରସଙ୍ଗଟି ଏହି ପ୍ରକାର ଅଟେ, ନୂତନ ବର୍ଷର ନୂତନ ଗୀତ। ପ୍ରିୟମାନେ, ଏହି ପୃଥିବୀ ପୃଷ୍ଠରେ ଯଦି କାହା ପାଇଁ ସବୁଠାରୁ ଅଧିକ ଗୀତ ଲେଖାଯାଇଛି, ସେ ଆଉ ଅନ୍ୟ କେହି ନୁହନ୍ତି, ପ୍ରଭୁ ଯୀଶୁଖ୍ରୀଷ୍ଟ। ପୃଥିବୀର ଏ ପ୍ରକାର କୌଣସି ଦେଶ ନାହିଁ, ଏ ପ୍ରକାର କୌଣସି ରାଜ୍ୟ ଜିଲ୍ଲା ନାହିଁ, ଏ ପ୍ରକାର କୌଣସି ଭାଷା ନାହିଁ ଯେଉଁ ଭାଷାରେ କି ପରମେଶ୍ୱରଙ୍କର ଗୌରବ କରାଯାଉ ନାହିଁ, ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଗୀତ ଲେଖାଯାଏ ନାହିଁ। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପାଇଁ ସବୁ ଦେଶ, ସବୁ ରାଜ୍ୟ, ସବୁ ଜିଲ୍ଲା ଆଉ ସବୁ ଭାଷାର ଲୋକମାନେ ପ୍ରଭୁଙ୍କର ଉଦ୍ଦେଶ୍ୟରେ ଗୀତ ଗୁଡ଼ିକ ଲେଖି ସେମାନେ ପରମେଶ୍ୱରଙ୍କର ଗୌରବ ପ୍ରଶଂସା କରୁଛନ୍ତି। ବଲିଉଡ୍ ଅଛି, ହଲିଉଡ୍ ଅଛି, ଏହି ପ୍ରକାର ବଡ଼ ବଡ଼ ଫିଲ୍ମ ଇଣ୍ଡଷ୍ଟ୍ରି ଗୁଡ଼ିକ ରହିଛି। ମାତ୍ର ସେଇ ଇଣ୍ଡଷ୍ଟ୍ରି ଗୁଡ଼ିକରେ ଯେତିକି ଗୀତ ଲେଖାଯାଇଛି, ତାଠାରୁ କେତେ ଗୁଣ ଅଧିକ ଗୀତ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଉଦ୍ଦେଶ୍ୟରେ ଲେଖାଯାଇଛି। କାରଣ ସେ ପରମେଶ୍ୱର ଅଟନ୍ତି, ସେ ଆମମାନଙ୍କର ସୃଷ୍ଟିକର୍ତ୍ତା ଅଟନ୍ତି। ସେଥିପାଇଁ ଗୀତ ରଚକ 33 ଗୀତ ଏହାର 3 ପଦରେ କହନ୍ତି, ତାହାଙ୍କ ଉଦ୍ଦେଶ୍ୟରେ ନୂତନ ଗୀତ ଗାନ କର, ଉଚ୍ଚ ଧ୍ୱନିରେ ମନୋହର ବାଦ୍ୟ କର। ଗୀତ ସଂଗୀତା 40 ଗୀତ ଏହାର ପଢ଼ିବା ମାନେ 3 ପଦ, ପୁଣି ସେ ମୋ ମୁଖରେ ଆମ୍ଭମାନଙ୍କର ପରମେଶ୍ୱରଙ୍କ ପ୍ରଶଂସାର ଏକ ନୂତନ ଗୀତ ଦେଇଅଛନ୍ତି। ଅନେକ ଏହା ଦେଖିବେ ଓ ଭୟ କରିବେ, ପୁଣି ସଦାପ୍ରଭୁଙ୍କ ଠାରେ ବିଶ୍ୱାସ କରିବେ। ପ୍ରିୟମାନେ, ପ୍ରଭୁଙ୍କୁ ଧନ୍ୟବାଦ ଦେଉଛି ଯେ ପରମେଶ୍ୱର ପାଇଁ ଆମେ ଯେତେ ଗୀତ ଲେଖିବା, ଆମେ ଆହୁରି ଅଧିକ ନୂତନ ନୂତନ ଗୀତ ଗୁଡ଼ିକ ଲେଖି ଆମେ ପରମେଶ୍ୱରଙ୍କର ଗୌରବ କରିପାରିବା। ଗୀତ ସଂଗୀତା 149 ଗୀତର 1 ପଦ ଲେଖାଗଲା, ତୁମେମାନେ ସଦାପ୍ରଭୁଙ୍କର ପ୍ରଶଂସା କର, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନୂତନ ଗୀତ ଗାନ କର ଓ ଭକ୍ତମାନଙ୍କ ସମାଜରେ ତାହାଙ୍କର ପ୍ରଶଂସା କର। ପ୍ରଭୁଙ୍କର ଗୌରବ ହଉ। ପ୍ରିୟମାନେ, ପ୍ରତି ବର୍ଷ କହିଲେ ନାହିଁ, ପ୍ରତିଦିନ ପ୍ରଭୁଙ୍କ ଉଦ୍ଦେଶ୍ୟରେ ନୂତନ ନୂତନ ଗୀତ ଗୁଡ଼ିକ ଲେଖାଯାଉଛି। ନୂଆ ନୂଆ ଗୀତ ଗୁଡ଼ିକ ରିଲିଜ୍ ହେଉଛି, ୟୁଟ୍ୟୁବରେ ଆସୁଛି। ଆମେ ସବୁ ପାଇଁ ପ୍ରଭୁଙ୍କୁ ଧନ୍ୟବାଦ ଦେଉଛୁ। ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଏହି 2025 ମସିହାରେ ମଧ୍ୟ ଅନେକ ନୂତନ ଗୀତ ଗୁଡ଼ିକ ଲେଖାଯିବ। ଆଉ କେତେ ଗୀତ ଲେଖାଯିବ ତାହା ଗଣିବାଟା ମଧ୍ୟ ସହଜ ନୁହେଁ। ଏତେ ପରିମାଣରେ ପରମେଶ୍ୱରଙ୍କ ପ୍ରଶଂସା ନିମନ୍ତେ ଗୀତ ଗୁଡ଼ିକ ଲେଖାଯାଏ, କାରଣ ନୂଆ ନୂଆ ଗୀତ ଗୁଡ଼ିକ ଲେଖାଯାଏ। ବାଇବଲର ପ୍ରକାଶିତ ପୁସ୍ତକ 5 ଅଧ୍ୟାୟ 9 ପଦରେ ଆମେ ଗୋଟେ ନୂତନ ଗୀତ ଦେଖୁଛୁ। ସେମାନେ ଗୋଟିଏ ନୂତନ ଗୀତ ଗାନ କରି କହିଲେ, ତୁମ୍ଭେ ସେହି ପୁସ୍ତକ ନେବାକୁ ଓ ସେଥିର ମୁଦ୍ରା ସବୁ ଭାଙ୍ଗିବାକୁ ଯୋଗ୍ୟ ଅଟ, କାରଣ ତୁମ୍ଭେ ହତ ହୋଇଥିଲ, ପୁଣି ଆପଣା ରକ୍ତ ଦ୍ୱାରା ସମସ୍ତ ଗୋଷ୍ଠୀ, ଭାଷାବାଦୀ, ବଂଶ, ଜାତି ମଧ୍ୟରୁ ଈଶ୍ୱରଙ୍କ ନିମନ୍ତେ ଲୋକମାନଙ୍କୁ କ୍ରୟ କଲ। ଦେଖନ୍ତୁ, ସ୍ୱର୍ଗରେ କେଉଁ ଗୀତ ଗାଯାଉଛି? ପ୍ରଭୁ ଯୀଶୁଖ୍ରୀଷ୍ଟ କ୍ରୁଶରେ ମୃତ୍ୟୁବରଣ କଲେ। ପ୍ରଭୁ ଯୀଶୁଖ୍ରୀଷ୍ଟ ଆପଣା ରକ୍ତ ଦ୍ୱାରା ସେ ଲୋକମାନଙ୍କୁ କ୍ରୟ କରିଅଛନ୍ତି। ଆଉ 10 ପଦରେ, ପୁଣି ସେମାନଙ୍କୁ ଆମ୍ଭମାନଙ୍କ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ରାଜକୁଳ ଓ ଯାଜକ କରିଦେଇଅଛନ୍ତି, ଆଉ ସେମାନେ ପୃଥିବୀ ଉପରେ ରାଜତ୍ୱ କରିବେ। ପ୍ରିୟମାନେ, ଏହି ଗୀତ ସ୍ୱର୍ଗରେ ଗାଉଛନ୍ତି। ଆଉ ଏହି ଗୀତ ସ୍ୱର୍ଗରେ କେବେ ହେଲେ ମଧ୍ୟ ପୁରୁଣା ହେଉନାହିଁ, ଏଇଟା ମନେ ରଖନ୍ତୁ। ପ୍ରଭୁ ଯୀଶୁଖ୍ରୀଷ୍ଟ ଆମମାନଙ୍କ ନିମନ୍ତେ କ୍ରୁଶରେ ମୃତ୍ୟୁବରଣ କଲେ, ତାଙ୍କ ରକ୍ତ ଦ୍ୱାରା ଆମକୁ କ୍ରୟ କଲେ,
ଆଉ ସେ ଆମକୁ କ୍ରୟ କରି ଆମମାନଙ୍କୁ ରାଜକୁଳ ଯାଚକ ଆମକୁ କରିଅଛନ୍ତି। ଏହି ଗୀତ ସ୍ୱର୍ଗରେ ସବୁ ସମୟରେ ନୂତନ ଥାଏ। ଆଉ ଏହି ଗୀତ ଆମ ଜୀବନରେ ମଧ୍ୟ କେବେ ପୁରୁଣା ହେବା କଥା ନୁହେଁ। ଏଇଟା ହେଉଛି ନୂତନ ବର୍ଷର ନୂତନ ଗୀତ। ଆମର ପାଇଁ ସବୁ ସମୟରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ କ୍ରୁଶ ଉପରେ ମୃତ୍ୟୁବରଣ କଲେ। ଏହି ଘଟଣା ଆମ ପାଇଁ ପୁରୁଣା ହେବା କଥା ନୁହେଁ। এই ঘটনা সব দিন আম নিমন্তে নূতন রহিবার ଅଛି। ଆଉ ତାଙ୍କର ରକ୍ତର ଗୀତ ଆମ ପାଇଁ ସବୁ ସମୟରେ ନୂଆ ରହିବାର ଅଛି। ତାଙ୍କେ ଆମମାନଙ୍କ ନିମନ୍ତେ କରିଥିବା କାର୍ଯ୍ୟ ସବୁ ସମୟରେ ଆମମାନଙ୍କ ନିମନ୍ତେ ନୂଆ ରହିବାର ଅଛି। ସ୍ୱର୍ଗରେ କୌଣସି ସମୟରେ ମଧ୍ୟ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ମୃତ୍ୟୁବରଣ ପୁରୁଣା ହୁଏ ନାହିଁ। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ସେହି ରକ୍ତ ବହାଇବାଟା କେବେ ପୁରୁଣା ହୁଏ ନାହିଁ, ସବୁବେଳେ ଫ୍ରେଶ୍ ଥାଏ। ମୁଁ ଏହା କହିବା ପାଇଁ ଚାହେଁ, ଯେଉଁ ଖ୍ରୀଷ୍ଟିଆନ ଜୀବନରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର କ୍ରୁଶର ମୃତ୍ୟୁବରଣ ଗୋଟେ ପୁରୁଣା ଘଟଣା ହେଇଯାଏ, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ରକ୍ତ ଗୋଟେ ପୁରୁଣା ଘଟଣା ହେଇଯାଏ, ସେହି ଖ୍ରୀଷ୍ଟିଆନ ଧୀରେ ଧୀରେ ବ୍ୟାକସ୍ଲେଟ୍ ହେଇଯାଏ, ଥଣ୍ଡା ପଡ଼ିଯାଏ। ମାତ୍ର ଯେଉଁ ଖ୍ରୀଷ୍ଟିଆନଙ୍କ ଜୀବନରେ, ଯେଉଁ ବିଶ୍ୱାସୀଙ୍କ ଜୀବନରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର କ୍ରୁଶର ମୃତ୍ୟୁ ସବୁବେଳେ ଫ୍ରେଶ୍ ଥାଏ। ପ୍ରଭୁ ତୁମେ ମୋ ନିମନ୍ତେ ମଲ, ତୁମେ ଯଦି ମରିନଥାନ୍ତ ତାହେଲେ ମୁଁ ମରିଯାଇଥାନ୍ତି। ତୁମର କଷ୍ଟ ପାଇଁ ମୁଁ ତୁମକୁ ଧନ୍ୟବାଦ ଦେଉଛି। ତୁମେ ମୋ ନିମନ୍ତେ କଷ୍ଟ ଉଠାଇଲ। ମୁଁ ପାପ କରିବି ନାହିଁ, ମୁଁ ପବିତ୍ର ଜୀବନଯାପନ କରିବି। ସେଥିପାଇଁ ଗାଲାତୀୟ ମଣ୍ଡଳୀକୁ ପ୍ରେରିତ ପାଉଲ କହୁଅଛନ୍ତି, ହେ ନିର୍ବୋଧ ଗାଲାତୀୟ ମାନେ, କିଏ ତୁମକୁ ମୋହିତ କଲା? ତୁମ୍ଭମାନଙ୍କ ଚକ୍ଷୁ ଆଗରେ କ୍ରୁଶରେ ହତ ଯୀଶୁ ଖ୍ରୀଷ୍ଟଙ୍କ ଚିତ୍ର ଅଙ୍କିତ ହେଇଥିଲା। ତୁମକୁ କିଏ ମୋହିତ କଲା? ଆମ ସମ୍ମୁଖରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ସେ କ୍ରୁଶୀୟ ମୃତ୍ୟୁବରଣ ସବୁ ସମୟରେ ନୂଆ ରହିବାର ଅଛି, ଫ୍ରେଶ୍ ରହିବାର ଅଛି, ପୁରୁଣା ହେବା କଥା ନୁହେଁ। ଅନେକ ଖ୍ରୀଷ୍ଟିଆନ ଭାଇ ଭଉଣୀମାନଙ୍କ ଜୀବନରେ ସେସବୁ ପୁରୁଣା ହେଇଗଲା। ସେ ଗୀତ ଗୁଡ଼ିକ ମୋତେ ଆଉ କ୍ରୁଶର ଗୀତ ପସନ୍ଦ ଲାଗୁନାହିଁ, ମୋତେ ଆଉ ରକ୍ତର ଗୀତ ପସନ୍ଦ ଲାଗୁନାହିଁ, ମୋ ନିମନ୍ତେ ସେ କରିଥିବା ଗୀତ ପସନ୍ଦ ଲାଗୁନାହିଁ। ଆଜିକାଲି ଅନେକ ବଲିଉଡ୍ ହଲିଉଡ୍ ଟାଇପ୍ର ଗୀତ ଗୁଡ଼ିକ ସେମାନେ ଗାଉଅଛନ୍ତି। ଆଉ ସେଇ ଗୀତରେ କୌଣସି ଆତ୍ମୀୟତା ନଥାଏ, ସେଇ ଗୀତରେ ଯୀଶୁଙ୍କର ନାମ ନଥାଏ, ଯୀଶୁଙ୍କର କ୍ରୁଶ ନଥାଏ, ଯୀଶୁଙ୍କ ରକ୍ତ ନଥାଏ। ଆଉ ଯେଉଁ ସ୍ଥାନରେ ଏଇଟା ନଥାଏ, ସେଇ ଗୀତରେ କୋଉ ମହତ୍ଵ ଥିବ? ସ୍ୱର୍ଗରେ କୋଉ ଗୀତ ଗାଯାଉଛି? ଯୀଶୁ ଖ୍ରୀଷ୍ଟଙ୍କର କ୍ରୁଶୀୟ ମୃତ୍ୟୁର ଗୀତ ନୂଆ ଲାଗୁଛି ତାଙ୍କୁ ସବୁବେଳେ। ସେମାନେ ଗୋଟେ ନୂତନ ଗୀତ ଗାଇଲେ। ସେ ନୂତନ ଗୀତ କ'ଣ? ଯୀଶୁ ଖ୍ରୀଷ୍ଟ କ୍ରୁଶରେ ହତ ହେଲେ। ପ୍ରିୟମାନେ, ଆଜି ମଣ୍ଡଳୀରେ ଯୀଶୁ ଖ୍ରୀଷ୍ଟ କ୍ରୁଶରେ ମୃତ୍ୟୁବରଣ କଲେ, ଏହା କେବଳ ଗୁଡ୍ ଫ୍ରାଇଡେର ହିଁ ସନ୍ଦେଶ। ଆଉ ଅନ୍ୟ ସମୟରେ ଅଲଗା ବିଷୟ ଗୁଡ଼ିକ ସେମାନେ କହନ୍ତି। ଯୀଶୁ ଖ୍ରୀଷ୍ଟଙ୍କର କ୍ରୁଶୀୟ ମୃତ୍ୟୁବରଣ ମଣ୍ଡଳୀ ପାଇଁ ମଧ୍ୟ ଆଜି ପୁରୁଣା ହେଇଯାଇଛି, ନୂଆ ଗୀତ ନାହିଁ। ପ୍ରଭୁ ଆମମାନଙ୍କୁ ସାହାଯ୍ୟ କରନ୍ତୁ। ଆମ ଜୀବନରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର କ୍ରୁଶ ପୁରୁଣା ହେବା କଥା ନୁହେଁ। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର କ୍ରୁଶର ରକ୍ତ ପୁରୁଣା ହେବା ନାହିଁ, ଫ୍ରେଶ୍ ଥିବାର ଅଛି, ନୂଆ ଥିବାର ଅଛି। ତାହେଲେ ଆମେ ବ୍ୟାକସ୍ଲାଇଡ୍ ହେବା ନାହିଁ, ଆମେ ଥଣ୍ଡା ହେବା ନାହିଁ, ଆମେ ସବୁ ସମୟରେ ଉତ୍ତପ୍ତ ହେଇକି ରହିବା। ସେଥିପାଇଁ ଗୀତ ରଚକମାନେ କହନ୍ତି, ଆସ ଆମ୍ଭେମାନେ ସଦା ପ୍ରଭୁଙ୍କ ଉଦ୍ଦେଶ୍ୟରେ ନୂତନ ଗୀତ ଗାନ। ଯେ ପ୍ରକାର ଗୀତ ସଂଗୀତ 40 ଆମେ ପଢ଼ୁଥିଲୁ ଆମେ, ଯେ ସେ ମୋ ମୁଖରେ ଗୋଟେ ନୂତନ ଗୀତ ଦେଇଛନ୍ତି। ଆଉ ସେହି ଗୀତ ଶୁଣିଲେ ଲୋକମାନେ ଭୟଭୀତ ହେବେ, କମ୍ପିତ ହେବେ, ସଦାପ୍ରଭୁରେ ବିଶ୍ୱାସ କରିବେ। ପ୍ରିୟମାନେ, ଯେଉଁ ସମୟରେ ପାଉଲ ସିଲା ସେହି କାରାଗାରରେ ସ୍ତବ ଗାନ କରୁଥିଲେ, ସେମାନେ କୋଉ ସ୍ତବ ଗାନ କରୁଥିଲେ? ଏଇ ସ୍ତବ ଗାନ କରୁଥିଲେ। ତାଙ୍କର କ୍ରୁଶର ମୃତ୍ୟୁ, ତାଙ୍କର ସେହି ରକ୍ତ, ତାଙ୍କ ରକ୍ତ ଦ୍ୱାରା ଆମକୁ କେମିତି କିଣିଛନ୍ତି, ପାପରୁ ଉଦ୍ଧାର କରିଛନ୍ତି, ଶୈତାନ ବନ୍ଧନ ମୁକ୍ତ କରିଛନ୍ତି। ଏଇ ଗୀତ ଯେତେବେଳେ ଲୋକମାନେ ଶୁଣୁଛନ୍ତି, ସେତେବେଳେ ପଚାରୁଛନ୍ତି, ହେ ମହାଶୟମାନେ, ପରିତ୍ରାଣ ପାଇବା ନିମନ୍ତେ ଆମକୁ କ'ଣ କରିବାକୁ ପଡ଼ିବ? ନୂଆ ବର୍ଷର ନୂତନ ଗୀତ। ଏଇ ଗୀତ ଆପଣଙ୍କ ଜୀବନରେ କେବେ ପୁରୁଣା ନୁହେଁ, ସବୁ ସମୟରେ ଫ୍ରେଶ୍ ରହୁ। ତାହେଲେ ଆପଣଙ୍କର ଜୀବନ ମଧ୍ୟ ସବୁ ସମୟରେ ଫ୍ରେଶ୍ ରହିବ। ଆପଣଙ୍କ ଜୀବନରେ ଥଣ୍ଡାପଣ ଆସିବ ନାହିଁ, ଆପଣ ବ୍ୟାକସ୍ଲାଇଡ୍ ଆଡ଼କୁ ଯିବେ ନାହିଁ, ଆପଣ ସବୁ ସମୟରେ ଗୋଟେ ଉତ୍ତପ୍ତ ଖ୍ରୀଷ୍ଟିଆନ ଆପଣ ହେଇପାରିବେ। ଆସନ୍ତୁ ପଦେ ପ୍ରାର୍ଥନା କରିବା। ଗୌରବମୟ ପିତା, ମୁଁ ତୁମକୁ ଧନ୍ୟବାଦ ଦିଏ ପ୍ରଭୁ, ତୁମେ ଏ ନୂଆ ବର୍ଷରେ ନୂଆ ଗୀତ ଦେଇଛ, ନୂତନ ବର୍ଷର ନୂତନ ଗୀତ। ଏଇ ଗୀତ ଆମ ଜୀବନରେ କେବେ ହେଲେ ପୁରୁଣା ନୁହେଁ। ସବୁ ସମୟରେ ଏହି ନୂତନ ଗୀତ ଆମେ ସବୁ ସମୟରେ ଗାଇ ତୁମର ସ୍ତୁତି ମହିମା ଗୌରବ କରିପାରିବୁ। ଦୟାକରି ସାହାଯ୍ୟ କର। ଧନ୍ୟବାଦ ପ୍ରଭୁ, ତୁମେ ଆମକୁ ଏସବୁ କଥା ଗୁଡ଼ିକ ତୁମେ ଜଣାଉଛ ପ୍ରଭୁ। ଏସବୁ କଥା ଗୁଡ଼ିକକୁ ଜାଣି ଶିଖି ଆଉ ପ୍ରଭୁ ମାନି ତୁମ ପାଇଁ ଆମେ ବଢ଼ିପାରିବୁ। ସାହାଯ୍ୟ କର।
प्रार्थना शुणिछ धन्यवाद दी प्रार्थना प्रिय प्रभु यीशुଙ୍କ नामରେ ମାଗୁଅଛି आमेन आमेन। प्रेज द लॉर्ड। प्रभु आम समस्त को प्रचुर भाव आशीर्वाद करंतु। प्रभु जदि अनुग्रह करती आसंता अध्याय परस्पर सहित साक्षात करवा संदेश भल लगी अन्य शेयर करंतु। प्रभु आपण आशीर्वाद करंतु। गॉड ब्लेस यू।